ଖେଳାଳି ସବୁ ସ୍ଥାନରେ ସମ୍ମାନ ପାଉଥିବା ବେଲେ ଏଠି ହୁଅନ୍ତି ଅପମାନିତ। ସବୁଠି ଏମାନଙ୍କୁ ଫୁଲହାର ଦିଆହେଉଥିବା ବେଲେ ଏଠି ପିନ୍ଧା ହୁଏ ଜୋତାମାଳ। ସବୁଠି ତାଙ୍କ ପାଇଁ ଗର୍ବରେ ଛାତି ଫାଟି ପଡୁଥିବା ବେଲେ ଏଠି ଦିଆଯାଏ ଅପବାଦ। ଆଜ୍ଞା ହଁ, ଏମିତି ଦେଶ ଅଛି ଯେଉଁଠି ଖେଳାଳିଙ୍କୁ ଦିଆଯାଏନି ଉଚିତ ସମ୍ମାନ। ଯଦି ଖେଳାଳି ମେଡାଲ ଜିତିଗଲା ତାହେଲେ ବାହ ବାହ, ଆଉ ଖାଲି ହାତରେ ଫେରିଲେ ଛି ଛି। ସାରା ଜୀବନ ତା ପାଇଁ ପାଲଟି ଯାଏ ଅଭିଶପ୍ତ। କେଉଁଠି ମୂଲିଆ ଭଳି ଖଟେ ତ କେଉଁଠି ଚାରିକାନ୍ଥ ଭିତରେ ଜୀବନ ବିତାଏ। ଏଭଳି କିଛି ଘଟେ ଉତ୍ତର କୋରିଆରେ। କୁହାଯାଉଛି ଯେ ନିକଟରେ ସମାପ୍ତ ହୋଇଥିବା ଅଲିମ୍ପିକ୍ସରେ ମେଡାଲ ଜିତି ନଥିବା ଖେଳାଳିଙ୍କୁ ଉତ୍ତର କୋରିଆର ସୁପ୍ରିମ ଲିଡର କିମ୍ ଜୋଙ୍ଗ ଉନ୍ କଠିନ ଦଣ୍ଡ ଦେଇଛନ୍ତି। ଦଣ୍ଡ କେଉଁଭଳି ଏଯାଏଁ ଖବର ଆସିନି, କିନ୍ତୁ ଉତ୍ତର କୋରିଆର ପୂର୍ବ ରେକର୍ଡ ଅନୁସାରେ ଦଣ୍ଡ ସାଂଘାତିକ ହୋଇଥିବ ଏଥିରେ ସନ୍ଦେହ ନାହିଁ। ଉତ୍ତର କୋରିଆ ଦୁନିଆର ସବୁଠାରୁ ଅଜବ ଦେଶ। ଏହା ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ କଡ଼ା ନିୟମ, ଦଣ୍ଡ ଏବଂ ଅଜବ ଫଇସଲା ପାଇଁ କୁଖ୍ୟାତ ଅଟେ। ଖେଳାଳି ଖେଳରେ ଖରାପ ପ୍ରଦର୍ଶନ କଲେ ଏହି ଦେଶରେ ଏହାକୁ ଅପମାନ ବୋଲି ଗଣାଯାଏ। ଏଭଳି ଘଟଣା ଉତ୍ତର କୋରିଆରେ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏଠାରେ ମେଡାଲ ଜିତି ନଥିବା ଖେଳାଳିଙ୍କୁ ଦଣ୍ଡ ଦିଆଯାଇଛି। 2012ର ଅଲିମ୍ପିକ କଥା ଦେଖିନିଅନ୍ତୁ। ମେଡାଲ ଜିତିଥିବା ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ହାରିଥିବା ଖେଳାଳିଙ୍କୁ ଦଣ୍ଡ ଦିଆଯାଇଥିଲା। ବିଜେତାମାନଙ୍କୁ ଟିଭି, ଫ୍ରିଜ୍, ଦାମୀ ଘର ଇତ୍ୟାଦି ମିଳିଥିବା ବେଳେ ଖାଲି ହାତରେ ଫେରିଥିବା ଖେଳାଳିଙ୍କୁ କୋଇଲା ଖଣିରେ କାମ କରିବାକୁ ପଠାଇ ଦିଆଯାଇଥିଲା। ସେମାନଙ୍କୁ ମୂଲିଆ ଭାବରେ କାମ କରିବାକୁ ବାଧ୍ୟ କରାଯାଇଥିଲା। ଏହା ସହିତ ସେମାନଙ୍କୁ 6 ଘଣ୍ଟାର ସାର୍ବଜନୀନ ଆଲୋଚନା ଚକ୍ରରେ ନିନ୍ଦିତ ହେବାକୁ ମଧ୍ୟ ପଡ଼ିଥିଲା। 2010ରେ ନର୍ଥ କୋରିଆର ଫୁଟବଲ ଟିମ୍ ଖେଳ ହାରିଯାଇଥିଲେ। ଏନେଇ ସେମାନଙ୍କୁ ଉତ୍ତର କୋରିଆ କଠୋର ଦଣ୍ଡ ଦେବା ସହିତ ଜୀବନସାରା ମୂଲିଆ ଭାବେ କାର୍ଯ୍ୟ କରିବାକୁ ଦଣ୍ଡ ଦେଇଥିଲା। ଏମିତିକି ଦଳର କୋଚ୍ ମଧ୍ୟ ଖେଳାଳିଙ୍କଠାରୁ ଆହୁରି କଠୋର ଦଣ୍ଡ ପାଇଥିଲେ। ଆକ୍ୱାରିୟମ ଅଫ୍ ପ୍ୟୋଙ୍ଗ ଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ଆତ୍ମକଥାରେ ଏହି ବିଷୟରେ ଉଲ୍ଲେଖ ହୋଇଛି। ଯିଏ ଦଣ୍ଡିତ ହୋଇଥିଲେ ସେ ଏହାର ଖୁଲାସା କରିଛନ୍ତି। ଲେଖକ ଜଣକ ଏହା ଲେଖିବା ବେଳେ ପୀଡ଼ିତଙ୍କୁ ଯାଇ ଭେଟିଥିଲେ ଏବଂ ତାଙ୍କ ଦୟନୀୟ ଅବସ୍ଥା ତାଙ୍କୁ ଦୁଃଖିତ କରିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। 1978 ମସିହା ପରେ ପ୍ରଥମ ଥର ଉତ୍ତର କୋରିଆ 2014 ଏସିଆନ୍ ଖେଳରେ ଫୁଟବଲରେ ଦକ୍ଷିଣ କୋରିଆ ସହିତ ପ୍ରତିଦ୍ୱନ୍ଦିତା କରିଥିଲା। ଦକ୍ଷିଣ କୋରିଆ 1-0ରେ ଏହି ମ୍ୟାଚ୍ଟିକୁ ଜିତି ନେଇଥିଲା। ଏହି ହାର ସେ ଖେଳାଳିଙ୍କ ପାଇଁ ଅଭିଶାପ ପାଲଟି ଯାଇଥିଲା। ସମ୍ପୂର୍ଣ୍ଣ ଦଳକୁ ଜେଲ୍ ହୋଇଥିଲା ଏବଂ ସବୁ ଖେଳାଳିଙ୍କୁ ଫାଶୀଦଣ୍ଡ ପାଇଁ ନିର୍ଦ୍ଦେଶ ହୋଇଥିଲା। ସେହି ସମୟରେ ଉତ୍ତର କୋରିଆର ବିଖ୍ୟାତ ଖବରକାଗଜ ରୋଡଙ୍ଗ ସିନ୍ମୁନ୍ ଖେଳାଳିଙ୍କୁ ନେଇ ଏକ ଆର୍ଟିକଲ ପବ୍ଲିଶ କରିଥିଲା ଏବଂ ଦଳର ବିଫଳତାକୁ କାଗଜରେ ଛାପି ଫାଶୀଦଣ୍ଡକୁ ସମର୍ଥନ କରିଥିଲା। ଉତ୍ତର କୋରିଆରେ ଏମିତି ଦିଆଯାଏ ଦଣ୍ଡ। ହାରିଯାଇଥିବା ଖେଳାଳିଙ୍କୁ ସାର୍ବଜନୀନ ବେଜିତ୍ କରାଯାଇଥାଏ, ଯାହା ସରକାରଙ୍କ ନିୟନ୍ତ୍ରଣରେ ଥାଏ। ଖେଳାଳିମାନଙ୍କୁ ଲୋକମାନଙ୍କ ମଝିରେ ବସାଇ ଅପମାନ ଦିଆଯାଇଥାଏ। ଦଣ୍ଡ ଏବଂ ପୁନଃ ଶିକ୍ଷା। ବିଭିନ୍ନ ସ୍ଥାନରେ ରିପୋର୍ଟରେ ଦର୍ଶାଯାଇଛି ଯେ ଖରାପ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ପୁନଃ ଶିକ୍ଷା ଶିବିରକୁ ପଠାଯାଇପାରେ କିମ୍ବା ଅନ୍ୟ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଥିରେ କଠୋର ସମାଲୋଚନା କିମ୍ବା ବାଧ୍ୟତାମୂଳକ ଶ୍ରମ ଅନ୍ତର୍ଭୁକ୍ତ। ପରିବାରକୁ ଦଣ୍ଡିତ କରାଯାଏ। ଯଦି ଆଥଲେଟ୍ ବିଫଳ ହୁଅନ୍ତି ତେବେ ତାଙ୍କ ପରିବାର ମଧ୍ୟ ଦଣ୍ଡିତ ହୋଇପାରନ୍ତି। ଏହା ସମ୍ଭବ ଯେ ଆଥଲେଟ୍ ଯାହା ବି ଦଣ୍ଡ ପାଇବେ ତାଙ୍କ ପରିବାରକୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡ଼ିବ। ପ୍ୟାରିସ୍ ଅଲିମ୍ପିକ୍ସରେ ଉତ୍ତର କୋରିଆର 7ଟି ଖେଳରେ ପ୍ରାୟ 10 ଜଣ ଆଥଲେଟ୍ ଭାଗ ନେଇଥିଲେ। ସେମାନେ 2ଟି ସିଲଭର ମେଡାଲ ସହିତ ମୋଟ 6ଟି ମେଡାଲ ଜିତିଥିଲେ।